ଆରେ ଅନ୍ଧଭକ୍ତ, କେମିତି ଅଛ? ସବୁବେଳେ ଗୋ ମାତା କରୁଛ, ଗାଈ ଆମର ମାତା ବୋଲି କହୁଛ। ଦିନେ ହେଲେ ଷଣ୍ଢକୁ ତ ବାପ ବୋଲି କହିଲନି, ସେଇଟା ଅଲଗା କଥା। କିନ୍ତୁ ଯେତିକି ବିଫ୍ ଏକ୍ସପୋର୍ଟ କମ୍ପାନୀ ମାନେ ଗୋମାଂସ ରପ୍ତାନି କମ୍ପାନୀ 3, 4, 5, 6ଟା ହିନ୍ଦୁଙ୍କର ବି କମ୍ପାନୀ ଅଛି, ସେମାନେ ବି ରପ୍ତାନି କରୁଛନ୍ତି। ଆଉ କହିଲେ କଣ କହିବ ନା ନା ସେମାନେ ମହିଷି ମାଂସ କରୁଛନ୍ତି, ଗୋମାଂସ ନୁହେଁ। ତମେ ଯାଇ ଦେଖୁଛ ସେଇଠି? ନା କିଏ ଯାଇ ଦେଖିପାରିବ ସେଠି ଯୋଉ ନୃଶଂସ କାମ ହଉଛି, ପଶୁ ହତ୍ୟା ହଉଛି। ଆଉ ନଏଡାରେ ଯୋଉ ଧରା ପଡିଥିଲା 185 ଟନ ଗୋମାଂସ ଜବତ ହେଇଥିଲା, କିଏ? ଯୋଶୀ ପଣ୍ଡିତ ଜୀ। ମାଲିକ କିଏ ଥିଲେ? ପଣ୍ଡିତ ଜୀ ଥିଲେ, ବ୍ରାହ୍ମଣ ବେପାରୀ। ହଁ, ତାଙ୍କର ତ ଅଭ୍ୟାସ ଅଛି, ଆଗରୁ ବ୍ରାହ୍ମଣ ମାନେ ଗୋମାଂସ ସେବନ କରୁଥିଲେ। ଏଇ କିଛି ବର୍ଷ ହବ ସିନା ସେମାନେ ଢଙ୍ଗି ହେଇଯାଇଛନ୍ତି, କଣ ନା ଆମେ ଶାକାହାରୀ, ପିଆଜ ରସୁଣ ଖାଉନା, ଶୁଦ୍ଧ ଶାକାହାରୀ। ତାଙ୍କର ପରେ ଆଗରୁ ପରମ୍ପରା ଥିଲା ଗୋମାଂସ ଖାଇବାର, ଗୋ ବଳି ଦବାର, ଯଜ୍ଞ କରିବାର। ପ୍ରତ୍ୟେକ ଯଜ୍ଞ ହୋମରେ ତାଙ୍କର ପଶୁ ହତ୍ୟା ନହେଲେ ହୁଏନି, ବେଦ ପୁରାଣ ଶାସ୍ତ୍ର କହୁଛି। ଆଉ ତମେ ଗୁଡା ଗୋମାତା କହିକି ସବୁବେଳେ ଲଢିଲ, ମରିଲ। ଆଉ ଯେତିକି ଗୋମାଂସ ରପ୍ତାନି କମ୍ପାନୀ ଚାଲୁଛନ୍ତି, ତାଙ୍କୁ ଚଲେଇବା ପାଇଁ ଲାଇସେନ୍ସ କିଏ ଦେଇଛି? ସେ କମ୍ପାନୀକୁ କିଏ ଦେଇଛି ଜାଣିପାରୁନ? ଆଉ ତମ ମୁଣ୍ଡରେ ଗୋବର ଅଛି, ଖାଲି ଗୋମାତା କହିକି ଲଢୁଛ, ମରୁଛ। ଆଉ ଗୋମାଂସ ରପ୍ତାନି କମ୍ପାନୀକୁ ଲାଇସେନ୍ସ ଦେଇକି ଯିଏ ଚାନ୍ଦା ନବା କଥା ସିଏ ତାର ଠିକ ନଉଛି, ତାର ଚାଲିଛି। ତମେ ସବୁ ଲଢିକି ମର, ତମ ମୁଣ୍ଡରେ ଗୋବର ଅଛି। ଯିଏ ତମକୁ ଗାଈ ଆମର ମାତା ବୋଲି କହୁଛି, ସେଇ ନିଜେ ଗୋମାଂସ ରପ୍ତାନି କମ୍ପାନୀକୁ ଲାଇସେନ୍ସ ଇସ୍ୟୁ କରୁଛି, ସେଇ ନିଜେ ତାଙ୍କଠୁ ଚାନ୍ଦା ଖାଉଛି। ସବୁ ରାଜନୀତି। ଆଉ ତମ ମୁଣ୍ଡରେ ଗୋବର ଅଛି, ତମେ କଥାକୁ ବୁଝିପାରିବନି।